ବଡ଼ ଦୁର୍ଘଟଣା। ଚଳନ୍ତା ଟ୍ରେନ୍ର ସ୍ଲିପର କୋଚ୍ରେ ହଠାତ୍ ଲାଗିଗଲା ନିଆଁ। ଜୀବନ ବିକଳରେ ଟ୍ରେନ୍ରୁ ଡେଇଁଲେ ଯାତ୍ରୀ। ରବିବାର ସକାଳେ ତେଲେଙ୍ଗାନାର ଆଲେସ୍କ ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଯେତେବେଳେ ଚାରମିନାର ଏକ୍ସପ୍ରେସର ଏକ ବଗିରେ ହଠାତ୍ ନିଆଁ ଲାଗିଥିଲା। ଟ୍ରେନ୍ ଷ୍ଟେସନ ଭିତରକୁ ପ୍ରବେଶ କରିବା ସମୟରେ କୋଚ୍ରୁ ଧୂଆଁ ବାହାରୁଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା, ଯେଉଁମାନେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଡେଇଁ ପଡ଼ିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ପ୍ରଥମେ ଟ୍ରେନ୍ର କୋଚ୍ S5ରେ ନିଆଁ ଲାଗିଥିଲା। ଧୂଆଁ ଦେଖିବା ମାତ୍ରେ ରେଳ କର୍ମଚାରୀମାନେ ତୁରନ୍ତ କାର୍ଯ୍ୟ କରି ଆଲେର ଷ୍ଟେସନ ନିକଟରେ ଟ୍ରେନ୍କୁ ଅଟକାଇ ଦେଇଥିଲେ। ସୌଭାଗ୍ୟବଶତଃ ନିଆଁ ଆହୁରି ବଢ଼ିବା ପୂର୍ବରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇ ପାରିଥିଲେ। କୌଣସି ମୃତାହତ କିମ୍ବା ଗୁରୁତର ଆହତ ହେବାର କୌଣସି ରିପୋର୍ଟ ନାହିଁ। ସୂଚନା ପାଇବା ପରେ ଅଗ୍ନିଶମ ଗାଡ଼ି ଏବଂ ଏକ ରେଳ ବୈଷୟିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଣ୍ଟା ଘଣ୍ଟାର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଥିଲା। ଏହି ଦୁର୍ଘଟଣା ଯୋଗୁଁ ଏହି ରୁଟ୍ରେ ରେଳ ଚଳାଚଳ ସାମୟିକ ଭାବରେ ବାଧାପ୍ରାପ୍ତ ହୋଇଥିଲା। ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ସମ୍ପୂର୍ଣ୍ଣ ତଦନ୍ତ ଏବଂ ବୈଷୟିକ କ୍ଲିୟରାନ୍ସ ପରେ ହିଁ ଟ୍ରେନ୍ ଚଳାଚଳ ପୁନର୍ବାର ଆରମ୍ଭ ହେବ। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ, କିନ୍ତୁ ବରିଷ୍ଠ ରେଳ ଅଧିକାରୀମାନେ ପ୍ରାରମ୍ଭିକ ଭାବରେ ସର୍ଟ ସର୍କିଟ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରୁଛନ୍ତି। ରେଳ ବିଭାଗ ଏହାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛି। ଯାତ୍ରୀଙ୍କ ସୁବିଧା ପାଇଁ ବିକଳ୍ପ ବ୍ୟବସ୍ଥା ବିଷୟରେ ମଧ୍ୟ ବିଚାର କରାଯାଉଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।